जिंदाबाद 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 टाड़ुआ नेता युव नेता जिंदाबाद 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 डबल संख जिंदाबाद 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 स्वागत करो संस्कृत मिश्र स्वागत कटक सदर स्वागत करो डबल संख स्वागत। ମୁଁ ବର୍ତ୍ତମାନ କାଲି ବିଜେପି ପରିତ୍ୟାଗ କରି ବିଜେଡିରେ ମିଶିଲି ଆମ ବହୁ ସମର୍ଥକଙ୍କ ସହିତ। କାରଣ ଭାରତୀୟ ଜନତା ପାର୍ଟିର ଯେଉଁଥିପାଇଁ ଆମେ ତିଆରି କରିଥିଲୁ ଏଠୁ ଛୁଆଟି ବେଳୁ ଲଢ଼ିଥିଲୁ ଏବଂ ଲୋକଙ୍କ ସହିତ ରହିକି ଦଳକୁ ଯେଉଁ ହିସାବରେ ଆଗେଇ ନେଇଥିଲୁ, ଯେଉଁ ମାର୍ଗଦର୍ଶନରେ ଆମେ ଯାଉଥିଲୁ, ଦଳ ସେଥିରୁ ବିଚ୍ୟୁତ ହେଲା ଏବଂ ଆମର ଯିଏ ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ ଲୋକଙ୍କ ସହିତ ରହିଲେ ନାହିଁ, ସଂଗଠନକୁ ଭାଙ୍ଗିବାକୁ ଚେଷ୍ଟା କଲେ। ମୋ ଲୋକ ତା ଲୋକ ଆ ଲୋକ ତା ଲୋକ ଏମିତି କହିକି ଦଳ ଭିତରେ ଗୋଷ୍ଠୀ ସୃଷ୍ଟି କଲେ ଏବଂ ଜିତିବାର କୌଣସି ମାନେ ସମ୍ଭାବନା ସୃଷ୍ଟି କଲେନି। ଏଠି କର୍ମୀମାନଙ୍କୁ ହତାଶ କଲେ, କର୍ମୀଙ୍କ ଭିତରେ କର୍ମୀଙ୍କୁ ଲଢ଼େଇଲେ ଏବଂ ଦଳରୁ ଫାଇଦା ନେବେ କେମିତି, ପାର୍ଟି ଫଣ୍ଡକୁ କେମିତି ହଡପ କରିବେ ସେ ସୂଚନା ଆମ ପାଖରେ ଯେମିତି ପହଞ୍ଚିଲା, ଆମେ ସେଥିପାଇଁ ଏ ଦଳ ପରିତ୍ୟାଗ କଲୁ ଏବଂ ସଦରରେ ଆମେ ଛାଡ଼ିଲୁ। ମାନେ ସଦରରେ ଆଜିଠୁ 42 ମଜାରୁ ଆରମ୍ଭ ହେଲା ଯେ ଭାରତୀୟ ଜନତା ପାର୍ଟିର ପତନ। କାରଣ ଇଏ ସଂଗଠନକୁ ବର୍ବାଦ କରିବା ପାଇଁ ଆସିଛନ୍ତି ଦଳକୁ। ଆମଦାନୀ ନେତା କେମାନେ ସଂଗଠନ ଭିତରେ ନଥିଲେ, ଜଣେ ସାଂସଦ ପ୍ରାର୍ଥୀ କାଲି ସକାଳେ ଆସି ଦଳରେ ମିଶିଛନ୍ତି, ଆଉ ଜଣେ ସାମାଜିକ ସଂଗଠନରୁ ଆସି ମିଶିଛନ୍ତି। ଦଳରେ କୌଣସି ସଦସ୍ୟ ନଥିଲେ। ଦଳର କେତେ କଷ୍ଟ କରି ଆମେ ଦଳକୁ ଗଢ଼ିଥିଲୁ ସେମାନେ ଜାଣିନାହାନ୍ତି। ସେ ଯୋଗୁଁ ଆମେ ତାଙ୍କୁ ମାନେ ଏଠି ଜନସାଧାରଣ ପ୍ରତ୍ୟାଖ୍ୟାନ କରିବା ସହିତ ଆମେ ମଧ୍ୟ ପ୍ରତ୍ୟାଖ୍ୟାନ କରୁଅଛୁ ଏବଂ ଭବିଷ୍ୟତରେ ତାଙ୍କୁ ବହୁ ସଂଖ୍ୟାରେ ଏଠି ମାର୍ଜିନରେ ହରାଇବୁ। ଏଇଟା ଆମ ସଂକଳ୍ପ ନେଇକି ଆଜି ଭାରତୀୟ ଜନତା ପାର୍ଟିରୁ ଛାଡ଼ି ବିଜେଡି ଯୋଗଦାନ କରିଛୁ। ମାନ୍ୟବର ଚନ୍ଦ୍ରସାରଥୀ ବେହେରାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆମେ ଆଗକୁ ବଢ଼ିବୁ ଏବଂ କଟକ ସଦରରେ ବିଜେଡିର ବାନା ଉଡ଼େଇବୁ। ଏହା ସଂକଳ୍ପ କରି ଦୃଢ଼ ସଂକଳ୍ପ କରି ଆମେ ମିଶିଛୁ। ଦୀର୍ଘ 30 ବର୍ଷ ଆପ୍ରାଣ ନିଜର ଜୀବନ ଦେଇକି ଭଲ ପାଇ ତାର ଏଠି ଆମେ ଦେଖେଇଥିଲୁ ଯେ ବିଜେପି ଗୋଟିଏ ଦଳ ଅଛି ବୋଲିକି। କିନ୍ତୁ ଏଇ ଥରକ ଇଲେକ୍ସନରେ ବର୍ତ୍ତମାନ ଯାହାକୁ ଆମର ଦଳ ପ୍ରାର୍ଥୀ କରିଛନ୍ତି ସେ ଆମ କଥା ବୁଝିବାକୁ ଚେଷ୍ଟା କଲେନି। ସେ ଫଳରେ ସମାନ୍ତରାଳ ସଂଗଠନ ତିଆରି କରି ଆମକୁ ଦୂରେଇବାକୁ ଲାଗିଲେ, ଯେ ଯାହା ଫଳରେ ଆମର ଯେଉଁ ସଂଘ ଆମେ ଯେଉଁ ରଖିଛୁ ଲୋକ ଆମ ପଛରେ ଯେଉଁମାନେ ସମର୍ଥକ ରହିଛନ୍ତି ସେମାନେ ଆମକୁ ପ୍ରଶ୍ନ ପଚାରିବାକୁ ଲାଗିଲେ ବିଜେପି କିଏ। ଏମିତି ଅସୁବିଧାର ସମ୍ମୁଖୀନ ହେଲା ପରେ ବହୁତ ଦିନ ତଥାପି ଆମେ ଜଣେଇଲୁ, ଉପର ସ୍ତରରେ ଜଣେଇଲୁ, ସେମାନେ ବି କିଛି ଏହାର ପ୍ରତିକାର କଲେ ନାହିଁ। ତାପରେ ଦେଖିଲୁ ଯେ ଦୀର୍ଘ 10 ବର୍ଷ ହେଲା ଜଣକୁ ଆମେ ଲୋକମାନେ କାହିଁ ଭଲ ପାଉଛନ୍ତି, ସିଏ କିଛି ଭଲ କାମ କରିଛନ୍ତି। ତେଣୁ ଚନ୍ଦ୍ରସାରଥୀ ବେହେରାଙ୍କର କାର୍ଯ୍ୟରେ ଆମେ ଅନୁପ୍ରାଣିତ ହୋଇ ଯେତେବେଳେ ଗୋଟେ ଦଳ ଛାଡ଼ିଲୁ, ତେଣୁ ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆମେ ଆଜି ଯୋଗ ଦେଇଛୁ କୋଉଥିରେ, ବିଜେପିରେ। ଏବଂ ଆମେ ଦେଖିଲୁ ଯେ ବର୍ତ୍ତମାନ ଯେଉଁ ଦଳ ଅଛି ସରକାରୀ ଦଳ ଓଡ଼ିଶାର ସେମିତି ଉନ୍ନତି କରୁଛି ଯାହାକି ଦୀର୍ଘ ଦିନ ହେଲା ସିଏ ଏଠୁ ଲୋକମାନେ ତାକୁ ହତାଦର କରୁନାହାନ୍ତି। ତେଣୁ ଏଇ ଭରସା ରଖିକି ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆମେ ଆଜି ବିଜେଡି ଦଳରେ ଯୋଗଦାନ କରିଛୁ। ମତେ ଲାଗୁଛି ଏବେ ବିଜେପିର ଗଡ଼ ଭୁଷୁଡ଼ିବାକୁ ଆରମ୍ଭ କଲାଣି। କାରଣ ଏଠୁ ବାହାରୁ ଆମଦାନୀ ନେତା ସବୁ ଆସିକି ଯେଉଁ ପ୍ରକାର ଶାସନ ଚଳାଇଛନ୍ତି, କାର୍ଯ୍ୟ କରୁଛନ୍ତି, ତାଙ୍କ କାର୍ଯ୍ୟକଳାପରେ ଆମେ ରୁଷ୍ଟ ହୋଇ ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ନେତୃତ୍ୱରେ ଆମେ କାର୍ଯ୍ୟ କରିବା ପାଇଁ ବିଜୁ ଜନତା ଦଳରେ ସାମିଲ ହେଇଛୁ। ଆମର ପ୍ରିୟ ଚନ୍ଦ୍ରସାରଥୀ ବେହେରା ବିଧାୟକ ପ୍ରାର୍ଥୀ ତାଙ୍କ ହାତ ମୁଠାକୁ କିଭଳି ଭାବରେ ଟାଣ କରିବୁ ସେଥିପାଇଁ ଆମେ ଦୃଢ଼ କାର୍ଯ୍ୟ କରିବୁ, ସଂକଳ୍ପ କରି ଆସିଛୁ। ଆଉ ଦଳ ଆମକୁ ଯେଉଁ ଦାୟିତ୍ୱ ଦିଏ ସେ ଦାୟିତ୍ୱ ସୁଶାସନ ଶୃଙ୍ଖଳିତ ହିସାବରେ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିବୁ। ଆଗାମୀ ଦିନରେ ଆଉ କିଏ ବିଜେପି ଛାଡ଼ି ବିଜେପିରେ ମିଶିବାର ସମ୍ଭାବନା ଅଛି? ଦେଖନ୍ତୁ, କାଲି ମିଶ୍ରଣ ପର୍ବରେ ଆମେ 20-25 ଜଣ ପ୍ରାୟ ଉର୍ଦ୍ଧ୍ୱ ହେବେ ଆମେ ଆସି ବିଜୁ ଜନତା ଦଳରେ ସାମିଲ ହେଇଛୁ। କିନ୍ତୁ ଆମର ଏଇ ଟିକେ ପାଖରେ ଆର ପାର୍ଟି ଅଫିସରେ ସେଠି ଆମର 8-10 ଜଣ ପିଲା ବିଜେପିରୁ ଆସିକି ମିଶିଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ପିଲା ଆସିବେ। ଯେହେତୁ ମୁଁ ଯୁବ ମୋର୍ଚ୍ଚା ଦାୟିତ୍ୱ ଥିଲି, ମୁଁ ସେମାନଙ୍କୁ ଚାହୁଁଛି କିଭଳି ଭାବରେ ଆମେ ଯୁବ ମୋର୍ଚ୍ଚା ଦାୟିତ୍ୱ ଯେଉଁ ପିଲା ଥିଲୁ ସେମାନଙ୍କୁ ଆଣିକି ବିଜୁ ଜନତା ସାମିଲ କରିବୁ ଆଉ ଚନ୍ଦ୍ରସାରଥୀ ବେହେରା ମହୋଦୟଙ୍କ ହାତ ମୁଠାକୁ ଟାଣ କରିବୁ।